ଆପଣ ପରିଚୟ ମୁଁ ପ୍ରସନ୍ନପତି ଯଜ୍ଞ ସଞ୍ଚାଳନ କମିଟି 24 କୁଣ୍ଡୀୟ ଯଜ୍ଞର ସଂଯୋଜକ। କଣ ପ୍ରସ୍ତୁତି ବୈଠକ ଅଛି? ପ୍ରସ୍ତୁତି ଆଜି ପ୍ରଥମ ଦିନ ଯେହେତୁ 4 ଦିନର ଯଜ୍ଞ କାର୍ଯ୍ୟକ୍ରମ ରହୁଛି। ପ୍ରଥମ ଦିନରେ ମା ମାନଙ୍କର 1000 କଳସ ଯାତ୍ରା ବର୍ତ୍ତମାନ ଚାଲିଛି। ବର୍ତ୍ତମାନ ଯଜ୍ଞଶାଳାରେ ପ୍ରବେଶ କରିବା କିଛି ସମୟ ପରେ ଏବଂ ଆଗାମୀ 3 ଦିନ ଧରିକି ଆମର ଯଜ୍ଞ ରହିବ। 3 ଦିନ ଯାକ ଯଜ୍ଞ ରହିବ, ମାନେ ସମସ୍ତଙ୍କ ପାଇଁ ଏହା ଖୋଲା। ଏବଂ ଆସନ୍ତା କାଲି ଯେତେବେଳେ ସନ୍ଧ୍ୟାରେ ଦୀପ ଯଜ୍ଞ ରହିଛି, ସେ ଦୀପ ଯଜ୍ଞରେ ଆମର ପ୍ରିୟ ଆଉ ମୁଖ୍ୟମନ୍ତ୍ରୀ ତାଙ୍କର ଉପସ୍ଥିତି ରହୁଛି। ସେ ନିଜର ମାନେ ସାଦର ଜଣେଇଛନ୍ତି, ସ୍ୱୀକୃତି ଦେଇଛନ୍ତି, କାର୍ଯ୍ୟକ୍ରମ ଆମକୁ ମିଳି ସାରିଲାଣି। ତେଣୁ ଆମର ଯେଉଁ ଦୀପ ଜଳିବ, ଏ ଦୀପ ହେଉଛି ବ୍ୟକ୍ତିର ଜୀବନରେ ଜ୍ଞାନର ପ୍ରକାଶର ଦୀପ। ତେଣୁ ଏ ଦୀପ ଜଳେଇବାରେ ଆମ ମୁଖ୍ୟମନ୍ତ୍ରୀ, ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ନିଶ୍ଚିତ ଭାବରେ এই ଅଗ୍ରଣୀ ଭୂମିକାଟିଏ ନେଉଛନ୍ତି। ଆଉ ପୂର୍ଣ୍ଣାହୁତି ଆମର 28 ତାରିଖରେ ହେବ। ଏଥିରେ ସମସ୍ତଙ୍କ ପାଇଁ ଉନ୍ମୁକ୍ତ ଇଏ ଯଜ୍ଞ। ସବୁଠୁ ଖୁସିର ଖବର, ଓଡ଼ିଶାର ମୁଖ୍ୟମନ୍ତ୍ରୀ, ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ କେଉଁଝର ଜିଲ୍ଲାର ସୁପୁତ୍ର ବାରମ୍ବାର କେଉଁଝର ଜିଲ୍ଲାକୁ ଗସ୍ତ କରିବା ଉଦ୍ଦେଶ୍ୟ ହେଲା କେଉଁଝରର ସମସ୍ତ ପ୍ରକାର ବିକାଶମୂଳକ କାର୍ଯ୍ୟକ୍ରମ ହେଇପାରିବ। ଆଗାମୀ ଦିନରେ କେଉଁଝରକୁ ଏକ ସୁନାର କେଉଁଝର କରିବା ପାଇଁ ଯେଉଁ ପରିକଳ୍ପନା କରିଛନ୍ତି, ସେଥିପାଇଁ ସମସ୍ତ ସାଧୁବାଦ ଧନ୍ୟବାଦ ଆମେ ମୁଖ୍ୟମନ୍ତ୍ରୀ ଜଣେଇବା ଏବଂ ଆଶା କରିବା ଆଗାମୀ ଦିନରେ ଯୋଉ କାର୍ଯ୍ୟକ୍ରମ ହେଉଛି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କେଉଁଝର ବିକାଶ ପାଇଁ, ସେଥିପାଇଁ ସମସ୍ତଙ୍କ ସହଯୋଗ, ସମସ୍ତ ସଦିଚ୍ଛା ନିଶ୍ଚିତ ଭାବରେ ଆସନ୍ତାକାଲି 10ଟା ଆସି ପହଞ୍ଚିବେ, ମଣ୍ଡି ଉଦ୍ଘାଟନ କରିବେ। ମଣ୍ଡି ଉଦ୍ଘାଟନ କଲେ ଅନ୍ୟାନ୍ୟ କାର୍ଯ୍ୟକ୍ରମ ହିସାବରେ ସନ୍ଧ୍ୟାରେ ଆପଣଙ୍କର ଗଣାସିକା ମହୋତ୍ସବ ଉଦ୍ଘାଟନ ହେବ। ପରଦିନ ଅନ୍ୟାନ୍ୟ ଲୋକାଲ କାର୍ଯ୍ୟକ୍ରମ ଅଛି, ବିଭିନ୍ନ କାର୍ଯ୍ୟକ୍ରମ ଅଛି, ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ହେବ, ଶୁଭ ଦିଆହେବ, ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ସମସ୍ତ